ଯେତେବେଳେ ତୁମର କେହି ବି ଜଣେ ନିକଟତର ତୁମ ପାଖକୁ ଆସି ତୁମକୁ ତାଙ୍କ ନିଜର କିଛି କଥା କୁହନ୍ତି, ତେବେ ତାଙ୍କ କଥା ଶୁଣ। କାରଣ କିଏ କେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ତୁମେ ଜାଣିନାହଁ। ତେଣୁ ବୋଧ ହୁଏ ସିଏ ତୁମ ପାଖରେ ନିଜର ଭାବନାକୁ କହି ନିଜ ମନକୁ ହାଲୁକା କରିବାକୁ ଚିନ୍ତା କରୁଛନ୍ତି। ତେଣୁ ଏହି ସମୟରେ ଯଦି ତୁମେ ସେମାନଙ୍କୁ ନିଜର ଟିକିଏ ସମୟ ଦିଅ ଏବଂ କେବଳ ସେମାନଙ୍କ କଥା ଶୁଣ, ତେବେ ତୁମେ ସେମାନଙ୍କୁ ବହୁତ ସାହାଯ୍ୟ କରିପାରିବ। କାରଣ ବେଳେବେଳେ ଲୋକମାନେ କେବଳ ଏହା ଚାହାନ୍ତି କି ଯିଏ କେବଳ ସେମାନଙ୍କର କଥା ଶୁଣୁ। ସେମାନେ ତ ଏହା ମଧ୍ୟ ଜାଣନ୍ତି ଯେ ତୁମେ ସେମାନଙ୍କୁ କୌଣସି ବି ପ୍ରକାର ସାହାଯ୍ୟ କରିପାରିବ ନାହିଁ, କିନ୍ତୁ କେବଳ ସେମାନଙ୍କର କଥା ଶୁଣି ସେମାନଙ୍କର ମନର ଭାରକୁ ତୁମେ ହାଲୁକା କରିଦେବ। ଏହା ସେହି ଦୁଃଖୀ ବ୍ୟକ୍ତିଙ୍କ ପାଇଁ ଏକ ବଡ଼ ସାହାଯ୍ୟ ହେବ। କିଛି ଲୋକ ଏହାକୁ ଦେଖାନ୍ତି ନାହିଁ, କିନ୍ତୁ ସେମାନେ ଭିତରୁ ବହୁତ ଯନ୍ତ୍ରଣା ଭୋଗୁଛନ୍ତି। ସେମାନଙ୍କ ମନରେ ଅନେକ କଥା ଚାଲିଛି ଯାହା ସେମାନେ କେବଳ କାହାକୁ କହିବାର ଅଛି। ତେଣୁ ତୁମର ପ୍ରିୟ ଲୋକଙ୍କୁ ସମୟ ଦିଅ। କିଏ ଜାଣେ ତୁମର ବି କେହି ନିକଟତର ମଧ୍ୟ ଏହି ସମାନ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ହଁ, ତୁମେ ମନେ ରଖ, ତୁମେ ମୋ ସନ୍ତାନ। ତୁମେ ସଶକ୍ତ ଅଟ, ଦୃଢ଼ ଅଟ। ସମସ୍ତଙ୍କ ସହିତ ନମ୍ରତା ଭାବରେ କଥା ହୁଅ। ତେଣୁ ମୁଁ ତୁମକୁ ଏକ ବିଶେଷ ଗୁଣ ଦେଇଛି, ତାହା ହେଉଛି ଅନ୍ୟମାନଙ୍କ ସମସ୍ୟାକୁ ବୁଝିବାର ଶକ୍ତି। ସେଥିପାଇଁ ସର୍ବଦା ସମସ୍ତଙ୍କ ପ୍ରତି ସଦ୍ଭାବନା ରଖ ଏବଂ ନିଜର ସମୟ ଦେଇ ସେମାନଙ୍କ କଥା ଶୁଣି ସେମାନଙ୍କୁ ସାହାଯ୍ୟ କର। ବେଳେବେଳେ ତୁମେ ଯେତେବେଳେ ଦୁଃଖ କଷ୍ଟରେ ଥାଅ, ତେବେ ଅନେକ କବାଟ ବାଡ଼େଇବା କିମ୍ବା ଏଣେ ତେଣେ ଦୌଡ଼ିବାର କୌଣସି ଆବଶ୍ୟକତା ନାହିଁ। ଆବଶ୍ୟକତା ଅଛି ତ ମାତ୍ର କେବଳ ତୁମର ଗୁରୁଙ୍କ ଚରଣକୁ ଦୃଢ଼ ଭାବରେ ଧରି ରଖ, କାହିଁକି ନା ତାଙ୍କର ଅପାର ଶକ୍ତି ବିଷୟରେ ତୁମର କୌଣସି ଧାରଣା ନାହିଁ। ଭଲ ପାଇବା, ବିଶ୍ୱାସ ତଥା ସମର୍ପଣ ଦ୍ୱାରା ପରିପୂର୍ଣ୍ଣ କେବଳ ଗୋଟିଏ ସ୍ପର୍ଶ ଦ୍ୱାରା ହିଁ ଅନେକ ଜନ୍ମର ପାପ ଏବଂ କର୍ମକୁ କ୍ଷମା କରିଦେବାର ଶକ୍ତି ତାଙ୍କ ପାଖରେ ଅଛି। ମୋ ପିଲାମାନେ, ସର୍ବଶେଷରେ ଏହା ହେଉଛି ତୁମର ଗୁରୁଙ୍କ ଚରଣ ଅଟେ। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।